ପିଲାମାନେ ଆଜି ଆମେ କ'ଣ ପଢ଼ିବା ନା +3 4th ସେମିଷ୍ଟାର ଯେଉଁମାନଙ୍କର ତାଙ୍କର ଆଜି ଆମେ ଇଥିକ୍ସ ଆଣ୍ଡ ଭ୍ୟାଲୁସ୍ ପଢ଼ିବା। ବୁଝିପାରିଲ କି ନାହିଁ? +3 4th ସେମିଷ୍ଟାର ଇଥିକ୍ସ ଆଣ୍ଡ ଭ୍ୟାଲୁ କ'ଣ ଅଛି ନା ଛାତ୍ର ଜୀବନରେ ନୈତିକ ମୂଲ୍ୟବୋଧର ଆବଶ୍ୟକତା। ବୁଝିପାରୁଛନ୍ତି କି ନାହିଁ? ଇଥିକ୍ସ ଆଣ୍ଡ ଭ୍ୟାଲୁସ୍ ଫର୍ ଷ୍ଟୁଡେଣ୍ଟ। ତ ଇଏ ଅଛି କ'ଣ ଆପଣମାନଙ୍କ ବିଷୟରେ, ଆପଣମାନେ ଛାତ୍ର କି ନାହିଁ, ତ କ'ଣ ଅଛି ତ ଆପଣମାନଙ୍କ ବିଷୟରେ ଅଛି। ଆପଣମାନେ ଜାଣନ୍ତୁ, ଭଲ ଭାବରେ ମାନେ ବୁଝନ୍ତୁ, ଆଉ ଏକ୍ଜାମରେ ବି ଭଲ ରେଜଲ୍ଟ କରିବେ। ତ ପ୍ରଥମେ ଦେଖନ୍ତୁ ଛାତ୍ର ଜୀବନରେ ନୈତିକତାର ମୂଲ୍ୟବୋଧ। ଓକେ, ଯାହାକି ଆଗକୁ ଆମର କ'ଣ 5 ମାର୍କିଆ 2 ମାର୍କିଆ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ପ୍ରିଭିୟସ୍ର କୋଶ୍ଚିନ୍ ସବୁ ଡିସ୍କସନ୍ କରିବା। ତ ଆଜି ଆମେ ଦେଖିବା କ'ଣ 1 ମାର୍କିଆ 25ଟି ଦେଖିବା, ଯାହାକି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେବ। ଆପଣମାନେ ଏବେଠୁ ନୋଟ୍ କରି ରଖିଲେ ଆପଣମାନେ ସେତେବେଳେ କ'ଣ କରିବେ, ଏକ୍ଜାମ୍ ବେଳକୁ ଆପଣମାନେ କ'ଣ ଇଜି ହେଇଯାଇଥିବ ଆପଣମାନଙ୍କୁ। ଆପଣମାନେ ଇଜିଲି କ'ଣ ଏକ୍ଜାମ୍ରେ ହ୍ୟାଣ୍ଡେଲ୍ କରିପାରିବେ ଯେ କୌଣସି କୋଶ୍ଚିନ୍ ଆସୁ କି ନାହିଁ। ଆଚ୍ଛା, ତ ଚାଲନ୍ତୁ ଦେଖିବା 1 ମାର୍କିଆ 25ଟି। ତ ଆମେ ନେକ୍ସଟ ଭିଡ଼ିଓରେ ଆଉ ଦେଖିବା ଇମ୍ପୋର୍ଟାଣ୍ଟ 5 ମାର୍କିଆ 2 ମାର୍କିଆ ସବୁ ଦେଖିବା। ଓକେ, ତ ପ୍ରଥମେ କ'ଣ କହୁଛି 1 ନମ୍ବର ଡ୍ୟାସ୍ ଛାତ୍ରମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ। କିଏ? ଜ୍ଞାନ। ଓକେ, ତ ଆକୁ ଆପଣମାନେ ମନେ ରଖିବେ, ଆଗକୁ ଆମର କ'ଣ 5 ମାର୍କିଆ ଡିସ୍କସନ୍ରେ ଆପଣମାନେ ବୁଝିପାରିବେ। ଓକେ, ତ ଏବେଠୁ ନୋଟ୍ କରିକି ହିଁ ରଖିଦିଅନ୍ତୁ। ଛାତ୍ରମାନଙ୍କ ଜୀବନରେ କିଏ ପରିବର୍ତ୍ତନ ଆଣିଥାଏ ନା ଜ୍ଞାନ। ମନେ ରଖିଥିବେ, ସବୁବେଳେ ମନେ ରଖିଥିବେ, ଏଇ କୋଶ୍ଚିନ୍ ବାରମ୍ବାର ହିଁ ଆସିଥାଏ ଆପଣମାନଙ୍କ ପରୀକ୍ଷାରେ। 2 ନମ୍ବର ଡ୍ୟାସ୍ ଭୁଲ ଓ ଠିକ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାରେ ସହାୟକ ହୋଇଥାଏ। କିଏ? ନୈତିକ ମୂଲ୍ୟବୋଧ। କିଏ ହୋଇଥାଏ ନା ନୈତିକ ମୂଲ୍ୟବୋଧ। ଓକେ, ଡ୍ୟାସ୍ ଠିକ୍ ଭୁଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାରେ ସହାୟକ ହୋଇଥାଏ। ଏଇଟା ବି ଆପଣମାନଙ୍କର କ'ଣ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଏବେଠୁ ମୁଁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ସବୁ କହିଦେଉଛି, ଆପଣମାନେ କ'ଣ କରିବେ, ସେତେବେଳକୁ ଆପଣମାନେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ସବୁ ଲେଖି ରଖନ୍ତୁ। ଆଉ ଯେତେବେଳେ ନୋଟ୍ କରିଥିବେ ତା ପାଖରେ କ'ଣ IMP ଲେଖିଦେବେ, ଯାହାକି ଆପଣମାନଙ୍କ ପାଇଁ ସୁବିଧା ହେବ। ଓକେ, 3 ନମ୍ବର ଛାତ୍ରମାନଙ୍କ ଜୀବନ ଡ୍ୟାସ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କାହା ଦ୍ୱାରା? ଜ୍ଞାନ ଦ୍ୱାରା। କାହିଁକିନା ପଢ଼ିବାର କ'ଣ ହୋଇଥାଏ? ଜ୍ଞାନ ହୋଇଥାଏ। ତ ଜ୍ଞାନ ଦ୍ୱାରା ହିଁ ଛାତ୍ରମାନଙ୍କ ଜୀବନ କ'ଣ ନିୟନ୍ତ୍ରିତ ହୋଇଥାଏ। ତ ସବୁ ଆପଣମାନେ ପଢ଼ିଲେ ହିଁ ଜାଣିପାରିବେ। ବହୁତ ହି ବଢ଼ିଆ କୋଶ୍ଚିନ୍ ଅଛି। ଡ୍ୟାସ୍ ଛାତ୍ରମାନଙ୍କ 4 ନମ୍ବର ପଏଣ୍ଟ, 4 ନମ୍ବର କ'ଣ କହୁଛି, ଡ୍ୟାସ୍ ଛାତ୍ରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସକାରାତ୍ମକ ସୃଷ୍ଟି କରିଥାଏ। କିଏ? ନୈତିକତା। କିଏ? ନୈତିକତା। ତ ଆକୁ ଆପଣମାନେ ମନେ ରଖିବେ। 5 ନମ୍ବର ପଏଣ୍ଟ, ବର୍ତ୍ତମାନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଡ୍ୟାସ୍ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। କାହାର? ନୈତିକ ମୂଲ୍ୟବୋଧର। କାହାର? ଏମିତି ବି କୋଶ୍ଚିନ୍ ବାରମ୍ବାର ଆସିଛି, ଆପଣମାନେ କ'ଣ ଲେଖିବେ ନା ନୈତିକ ମୂଲ୍ୟବୋଧର ସମ୍ମୁଖୀନ ହେଉଛନ୍ତି। ବୁଝିପାରିଲେ କି ନାହିଁ? ଆଚ୍ଛା, ତାପରେ ନେକ୍ସଟ କ'ଣ 6 ନମ୍ବର ଦେଖନ୍ତୁ, ଛାତ୍ରାବାସ ଜୀବନ ଛାତ୍ରମାନଙ୍କୁ ଡ୍ୟାସ୍ ଶିକ୍ଷା ଦେଇଥାଏ। କ'ଣ? ଆତ୍ମନିର୍ଭରଶୀଳତା। କ'ଣ ନା ଆତ୍ମନିର୍ଭରଶୀଳତା। ଆକୁ ଆପଣମାନେ ମନେ ରଖିବେ। 7 ନମ୍ବର ପଏଣ୍ଟ, ଶିକ୍ଷା ହେଉଛି ଏକ ଡ୍ୟାସ୍ ଯାତ୍ରା। କି ଯାତ୍ରା? ଅସୀମିତ ଯାତ୍ରା। ଏଇଟା ବଢ଼ିଆ ଇମ୍ପୋର୍ଟାଣ୍ଟ ଗୋଟେ କୋଶ୍ଚିନ୍ଟେ। ଆପଣଙ୍କ କ'ଣ ଶିକ୍ଷା ହେଉଛି କି ଯାତ୍ରା ନା ଅସୀମିତ ଯାତ୍ରା। ଶିକ୍ଷାଟା କେବେ ବି ସରିନଥାଏ। ଆପଣମାନେ ପାଠ ପଢ଼ୁଛନ୍ତି, ଆଗକୁ ବି ପଢ଼ିବେ। ଶିକ୍ଷାଟା କ'ଣ ସରିଛି କି? ତ ଶିକ୍ଷା ହେଉଛି କ'ଣ ଅସୀମିତ ଯାତ୍ରା। 8 ନମ୍ବର ପଏଣ୍ଟ, ଡ୍ୟାସ୍ ଶିକ୍ଷା ଏକ ଛାତ୍ରର ଭବିଷ୍ୟତ ନିର୍ଣ୍ଣୟ କରିଥାଏ। କିଏ? ନୈତିକ ଶିକ୍ଷା। ଓକେ, ତ ୟାକୁ ଆପଣମାନେ ମନେ ରଖିବେ, ଏବେଠୁ ନୋଟ୍ କରି ଲେଖନ୍ତୁ, ଯାହା ପାଇଁକି ଆଗକୁ ଆପଣଙ୍କର ହେଲ୍ପଫୁଲ୍ ହେବ। 9 ନମ୍ବର ପଏଣ୍ଟ କ'ଣ କହୁଛି, ଜୀବନରେ ଆହ୍ୱାନ ଗୁଡ଼ିକ ସମ୍ମୁଖୀନ ହେବା ନିମନ୍ତେ ଶିକ୍ଷା ଡ୍ୟାସ୍ ପ୍ରଦାନ କରିଥାଏ। କ'ଣ ପ୍ରଦାନ କରିଥାଏ ନା ସାମର୍ଥ୍ୟ। ଏଇଠି ଉତ୍ତର ଅଛି, ଆପଣମାନେ ନୋଟ୍ କରି ରଖନ୍ତୁ। କ'ଣ କରିଥାଏ ନା ସାମର୍ଥ୍ୟ ପ୍ରଦାନ କରିଥାଏ। 10 ନମ୍ବର ପଏଣ୍ଟ, ଡ୍ୟାସ୍ ଦ୍ୱାରା ଛାତ୍ରମାନଙ୍କର ଦ୍ୱନ୍ଦ୍ୱକୁ ଦୂର କରାଯାଇପାରେ। କ'ଣ? ଉପଯୁକ୍ତ ଶିକ୍ଷା ଦ୍ୱାରା ଛାତ୍ରମାନଙ୍କୁ କ'ଣ ଦ୍ୱନ୍ଦ୍ୱକୁ ଦୂର କରାଯାଇପାରେ। ଆପଣମାନଙ୍କର ଉପଯୁକ୍ତ ଶିକ୍ଷା ହିଁ ହେଲେ, ଆପଣମାନେ ଯଦି ଉପଯୁକ୍ତ ଶିକ୍ଷା ପାଇଥିବେ ତାହେଲେ ସେ ଦ୍ୱନ୍ଦ୍ୱକୁ ଆପଣମାନେ ଦୂର କରାଯାଇପାରିବ। ଆଚ୍ଛା,
तापर कौन कहूँ 11 नंबर पॉइंट शिक्षा छात्र मानकर सचेतना और आत्मविश्वास को डैश करता है कौन वृद्धि करता है शिक्षाटा कौन करता है आपण मानक सचेतन कराई आत्मविश्वास बढ़ाई था आपण मानक आग को जीवार लक्ष्य देखाई थाए कि नहीं। अच्छा नेक्स्ट पॉइंट 12 पॉइंट डैश हेउची छात्र मानकर एक मुख्य व्यतीत दायित्वबोध छात्र मानकर गोटे मुख्य कौन व्यतीत होउची दायित्वबोध आपण मानक पाखे जे दायित्व नथिबो ताले आपण ठीक समय रे आपण मानक कॉलेज रे आपण माने पहुंची पार नथिबे ठीक समय क्लास करि पार नथिबे कि नहीं आपण निजर कौन गोटे दायित्वबोध थिबा दरकार। 13 नंबर पॉइंट नैतिक शिक्षा एक छात्र को डैश करता है समानुवर्तिता नैतिक शिक्षा कौन गोटे निर्दिष्ट समय आपण मानक पहुंचबार अछि कि नहीं आपण को एग्जाम रे आपणकर एग्जाम होउची आपण जदि ठीक समय पहुंची पार नथिबे ताले केमति कोन आपण माने एग्जाम देबे बुझि परछन कि नहीं। डैश शिक्षा छात्र मानक जीविका प्रदान करता है कौन वैषयिक शिक्षा एटा इंपोर्टेंट क्वेश्चन आपण मन रखिथिबे वैषयिक शिक्षा ओके तो एटा ही मध्य इंपोर्टेंट तो दायित्वबोध मध्य इंपोर्टेंट जोटा होची छात्र मानक मुख्य व्यक्तित्व कौन एमती भी क्वेश्चन आसे आपण लिखिबे दायित्वबोध। तापर कौन कहूची 15 नंबर पॉइंट शिक्षा सहित छात्र मानक डैश रे वृद्धि करबा आवश्यक कौन दक्षता रे तो एटा भी मध्य गोटे बढ़िया क्वेश्चन बा इंपोर्टेंट क्वेश्चन। 16 नंबर पॉइंट शिक्षा क्षेत्र में डैश को अग्राधिकार दिया जिबा उचित कौन वृत्ति भित्तिक दक्षता शिक्षा क्षेत्र कौन को अग्राधिकार दिया जिबा उचित एटा गोटे इंपोर्टेंट पॉइंट इंपोर्टेंट क्वेश्चन ओके वृत्ति भित्तिक दक्षता। 17 नंबर देखिबा 17 नंबर पॉइंट कौन कहूची डैश शिक्षा को प्रभावित करता है किए संस्कृत तो एटा ही मध्य बारंबार क्वेश्चन आसी थाए जो माने देखिना से माने कोन नोट कर रखंतु ओके किए शिक्षा को प्रभावित करता है ना संस्कृत ओके आको समण मन रखिबे। 8 नंबर डैश हेउची छात्र मानकर एक शक्ति ज्ञान एटा बढ़िया क्वेश्चन इंपोर्टेंट क्वेश्चन एटा भी परीक्षा रे आसीची आ बहुत यूनिवर्सिटी आसीची बढ़िया क्वेश्चन टे डैश हेउची छात्र मानकर एक शक्ति कोन ज्ञान। 19 नंबर पॉइंट डैश व्यतीत ज्ञान होउची मूल्यवान कार्य करता आपण जे कार्य करिवनी ताले ज्ञान व्यतीत कोन मूल्यहीन कि नहीं ना कार्य करिवा उचित। 20 नंबर पॉइंट जने छात्रर वास्तव सफलता उभय ज्ञान और उपरे निर्भर करिथाय उभय ज्ञान और डैश ऊपर निर्भर करता है का ऊपर दक्षता ऊपर ज्ञान आंसर कौन लिखिबे दक्षता बुझि पाइले कि नहीं। अच्छा तापर 21 नंबर पॉइंट देखिबा श्रेणी गृह व्यतीत डैश रु ज्ञान आहरण करा जाय थाए कोन परिवेश ओके श्रेणी गृह व्यतीत आपनको चारि पाखरे थिबा परिवेश रु आपण माने भलो भलो ज्ञान आहरण करि परिबे ओके। नेक्स्ट पॉइंट डैश हेउची छात्र मानक चरित्र एक मुख्य दिग नैतिकता ऐसे कौन छात्र मानक मुख्य दिग किए से होची नैतिकता ओके जहाँकि आपण माने पढ़िबे 5 नंबर जो 5 मार्क क्वेश्चन आपण मानक भलो भारे बुझे नैतिकता कौन तार कौन सब अच्छी तो नेक्स्ट वीडियो रे हम सब पढ़िया ओके। 23 नंबर कौन कहूची शिक्षागत योग्यता कहले डैश को बुझा जाय थाए कौन प्रमाण पत्र शिक्षागत योग्यता कहले का को बुझाई थाए एटा गोटे इंपोर्टेंट क्वेश्चन शिक्षागत योग्यता कहले ता प्रमाण पत्र को बुझाई था आपण मन पाखर प्रमाण पत्र थिला आपण माने कोन शिक्षागत योग्यता बोली अछि बोली आपण बुझी परिबे ने जानि परिबे ओके। नेक्स्ट पॉइंट 24 नंबर डैश होची एक उत्तम छात्र गुण एटा बारंबार क्वेश्चन आसीथिला आ प्रीवियस क्वेश्चन रे भी आसीथिला याको आपण माने मन रखंतु कौन सहनशीलता ओके जनक पाखे जदि सहनशीलता नथिबो ताहले कौन से उत्तम छात्र भाव में गणा हब नहीं ओके। 25 नंबर पॉइंट कौन कहूची
ଛାତ୍ରକୁ ସୁସ୍ଥ ଜୀବନଯାପନ ସହିତ ଅଭ୍ୟସ୍ତ କରାଇବା ଟ୍ୟାକ୍ସର ଲକ୍ଷ୍ୟ ଅଟେ। କାହାର? ଶିକ୍ଷାର ଲକ୍ଷ୍ୟ ଅଟେ। ଯଦି ଛାତ୍ରଟି ସୁସ୍ଥ ଜୀବନଯାପନ ସହିତ ଶିକ୍ଷା ବି ତା କତିରେ କ'ଣ ଥିବ ତାହେଲେ ସେ କ'ଣ ଉପର ସ୍ତରକୁ ଯାଇପାରିବ। ଓକେ, ତ ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଆମେ 25ଟା କ'ଣ ଡିସ୍କସନ୍ କରିଦେଲୁ। ନେକ୍ସଟ ଭିଡ଼ିଓରେ ଆମେ 5 ମାର୍କିଆ ଡିସ୍କସନ୍ କରିବା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ପ୍ରିଭିୟସ୍ କ୍ୱେଶ୍ଚିନ୍ ସବୁକିଛି ଡିସ୍କସନ୍ କରିବା। ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଉ ବି ଆମର ଯାହା ବି ଅଛି ସର୍ଟ କ୍ୱେଶ୍ଚିନ୍, 1 ମାର୍କିଆ ସବୁକିଛି ଡିସ୍କସନ୍ ହେବ। ପ୍ଲେଲିଷ୍ଟରେ ବି ଆମର ଦିଆଯିବ। ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଜୟ ହିନ୍ଦ, ବନ୍ଦେ ମାତରମ୍। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।